ଗଭୀର ଚିନ୍ତା ମନକୁ ଆୟତ୍ତ କରିବାର ଶକ୍ତି। ମନ ଦେଇ ଶୁଣନ୍ତୁ ବନ୍ଧୁଗଣ, ଆପଣ କେବେ ଗଭୀର ଭାବରେ ଚିନ୍ତା କରିଛନ୍ତି କି ଯଦି ଆପଣ ନିଜ ମନକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରିପାରିବେ ତେବେ ଆପଣଙ୍କ ଜୀବନ କିପରି ବଦଳିଯିବ। ଭାବନ୍ତୁ, ଯଦି ଆପଣ ନିଜ ମନକୁ କୁହନ୍ତି ବର୍ତ୍ତମାନ ଶାନ୍ତ ହୁଅ ଏବଂ ସେ ବିନା କୌଣସି ବାହାନାରେ, ବିନା କୌଣସି ଚିନ୍ତାରେ କେବଳ ଶାନ୍ତ ହୋଇଯାଏ, ତେବେ ଆପଣ କଳ୍ପନା କରିପାରିବେ କି ଆପଣ କେଉଁ କେଉଁ ଜିନିଷ ହାସଲ କରିପାରିବେ। ଯଦି ଆପଣ କୁହନ୍ତି ବର୍ତ୍ତମାନ ମନ ଧ୍ୟାନ କେନ୍ଦ୍ରିତ କର, ତେବେ ଆପଣଙ୍କ ମନ ଏଣେତେଣେ ନ ଭଟକି ସିଧା ସର ଭଳି ନିଜ ଲକ୍ଷ୍ୟରେ ଯାଇ ଲାଗେ। ଏହା କୌଣସି ଚମତ୍କାର ନୁହେଁ, ଏହା କୌଣସି ସ୍ୱପ୍ନ ନୁହେଁ, ଏହା ହେଉଛି ଏକ କଳା ଏବଂ ଆମେ ସେହି କଳାର ଆଜି ରହସ୍ୟ ଖୋଲିବାକୁ ଯାଉଛୁ। ମନର ମହତ୍ତ୍ୱ। କାହିଁକି କୁହାଯାଇଛି ଯେ ଯିଏ ନିଜ ମନକୁ ଜିତିଛି ସେ ସମଗ୍ର ବ୍ରହ୍ମାଣ୍ଡକୁ ଜିତିଛି? କାହିଁକି ଗୌତମ ବୁଦ୍ଧ କହିଥିଲେ ମନ ସବୁକିଛି, ତୁମେ ଯାହା ଭାବୁଛ ତାହା ହିଁ ତୁମେ ହୁଅ। ଆପଣଙ୍କ ମନର ବର୍ତ୍ତମାନ ମନର ସମସ୍ୟା ଚାଲନ୍ତୁ ଜାଣିବା। ବର୍ତ୍ତମାନ ଆପଣଙ୍କ ସହିତ କ'ଣ ଘଟୁଛି ଭାବନ୍ତୁ। ଆପଣ କୌଣସି ଜରୁରୀକାଳୀନ କାମରେ ବସିଛନ୍ତି ଏବଂ ମନ ହଠାତ୍ ଅତୀତର କୌଣସି ଝଗଡ଼ା ମନେ ପକାଇ ଦିଏ କିମ୍ବା କୌଣସି ଭୟ, କୌଣସି ଚିନ୍ତା, କୌଣସି ଜିନିଷ ପାଇଁ ଅନୁତାପ କରେ ଯାହା ଏପର୍ଯ୍ୟନ୍ତ ଘଟିନାହିଁ। ସେହି ବିଷୟ ଚିନ୍ତାରେ କରିବାରେ ଲାଗେ। ଆପଣଙ୍କ ମନ ବିରୁଦ୍ଧରେ କାମ କରେ। ଯେତେବେଳେ ଧ୍ୟାନ ଦେବା ଆବଶ୍ୟକ ସେତେବେଳେ ବିଭ୍ରାଟ କରେ। ଯେତେବେଳେ ଶାନ୍ତ ରହିବାକୁ ହୁଏ ସେତେବେଳେ ସେ ଶବ୍ଦ କରେ। ଯେତେବେଳେ ଆପଣଙ୍କୁ ସାହସ ଦରକାର ସେତେବେଳେ ଭୟଭୀତ କରେ। ଆପଣଙ୍କର ସବୁଠାରୁ ବଡ଼ ଶତ୍ରୁ ଆପଣଙ୍କ ମୁଣ୍ଡ ଭିତରେ ରହିଛି ଏବଂ ଯଦି ଆପଣ ତାକୁ ବଶୀଭୂତ କରିପାରନ୍ତି ତେବେ ଭାବନ୍ତୁ କେଉଁ ପରୀକ୍ଷା ଆପଣଙ୍କ ପାଇଁ କଠିନ ହେବ, କେଉଁ ପରୀକ୍ଷା ଆପଣଙ୍କ ପାଇଁ ସମ୍ଭବ ହେବ। ମନ କାହିଁକି ଭଟକେ ଚାଲନ୍ତୁ ଜାଣିବା। ଅନେକ ଲୋକ କୁହନ୍ତି ମୋର ମନ ଲାଗୁନାହିଁ, ମୁଁ ଅଧିକ ସମୟ ଧ୍ୟାନ କେନ୍ଦ୍ରିତ କରିପାରୁନାହିଁ, ମୋ ମନ ବହୁତ ଭଟକେ, ମୁଁ ଯାହା ଭାବେ ତାହା କରିପାରେ ନାହିଁ। କିନ୍ତୁ ଆପଣ କେବେ ନିଜକୁ ପ୍ରଶ୍ନ କରିଛନ୍ତି ଏହା କାହିଁକି? ମନର ଶେଷରେ କାହିଁକି ଭଟକେ? ଧ୍ୟାନ ଦିଅନ୍ତୁ। ମନ ହେଉଛି ଏକ ମାଙ୍କଡ଼ ପରି ଯିଏ ଲଗାତାର ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଉଁଥାଏ। ଯଦି କୌଣସି ଦିଗ ଦିଆ ନଯାଏ, କୌଣସି ସାଧନ ନ ମିଳେ, କୌଣସି ଲକ୍ଷ୍ୟ ନ ଦେଖାଯାଏ ତେବେ ସେ ଡେଉଁଥିବ। ଠିକ୍ ସେହିପରି ଯେପରି ଆପଣ ସକାଳେ ଉଠିବା ମାତ୍ରେ ମୋବାଇଲ ଚେକ୍ କରନ୍ତି, ତାପରେ ଭିଡ଼ିଓ ଦେଖନ୍ତି, ତାପରେ ଇନଷ୍ଟାଗ୍ରାମ, ଫେସବୁକ୍, ତାପରେ ଚିନ୍ତା, ତାପରେ ତୁଳନା ଏବଂ ସାରା ଦିନ ସେହିପରି ଆପଣଙ୍କ ମନରେ ଚାଲିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି ମନକୁ କିପରି ଆୟନ୍ତ୍ରଣ କରିବା, କିପରି ତାକୁ ନିଜର ଗୋଲାମ କରାଯିବ, କିପରି ତାର ଶକ୍ତିକୁ ଆପଣ ଧ୍ୟାନରେ ଲଗାଇ ପାରିବେ। ଆଧୁନିକ ବିଜ୍ଞାନ କୁହେ ମନ ପ୍ରକୃତରେ ଅଭ୍ୟାସ ଗୁଡ଼ିକ ଏକ ଜାଲ। ଆପଣ ପ୍ରତିଦିନ ଯାହା ଚିନ୍ତା କରନ୍ତି ତାହା ହିଁ ଆପଣଙ୍କ ମନ ହୋଇଥାଏ। ଆପଣ ଯେଉଁ ଚିନ୍ତାଧାରାକୁ ବାରମ୍ବାର ଦୋହରାଇଥାନ୍ତି ସେହି ବାଟ ଗୁଡ଼ିକ ଆପଣଙ୍କ ମସ୍ତିଷ୍କରେ ଗଭୀର ହୋଇଥାଏ। ସେହି ବାଟର ମନ ଦୌଡ଼ିବାକୁ ଲାଗେ ଏବଂ ଧୀରେ ଧୀରେ ତାହା ଆପଣଙ୍କ ସ୍ୱାଭାବିକ ଚିନ୍ତାଧାରା ବନିଯାଏ। ଉଦାହରଣ ସ୍ୱରୂପ, ଯଦି ଆପଣ ପ୍ରତିଦିନ ସକାଳ ଉଠିବା ମାତ୍ରେ ପ୍ରଥମେ ଚିନ୍ତା କରନ୍ତି ତେବେ ଆପଣ ମନ ସେହି ଅଭ୍ୟାସରେ ପରିଣତ ହୁଏ। ଯଦି ଆପଣ ସବୁବେଳେ ଅନ୍ୟମାନଙ୍କ ସହିତ ତୁଳନା କରନ୍ତି ତେବେ ମନ ସେହି ତୁଳନାରେ ଛନ୍ଦି ହୁଏ। ବର୍ତ୍ତମାନ ଭାବନ୍ତୁ, ଯଦି ଆପଣ ପ୍ରତିଦିନ ଟିକିଏ ସମୟ ନିଜକୁ ନିୟନ୍ତ୍ରଣ କରିପାରେ ଲାଗନ୍ତି, ଯଦି ଆପଣ ମନକୁ କୁହନ୍ତି ରୁହ, ଧ୍ୟାନ କେନ୍ଦ୍ରିତ କର, ଆଗକୁ ବଢ଼, ତେବେ କ'ଣ ଏହା ସମ୍ଭବ ନୁହେଁ? ଧୀରେ ଧୀରେ ମନ ଆପଣଙ୍କ ମନ କଥାକୁ ମାନିବାକୁ ଲାଗେ